ପୋଡ଼ପିଠା ନାଁ କହିଲେ ରଜ କଥା ମନେ ପଡ଼ିଯାଏ। ରଜରେ ଯେତେ ପିଠାପଣା ବନୁନା କାହିଁକି ପୋଡ଼ପିଠା ଘରେ ନିଶ୍ଚୟ ବନିଥାଏ। ଆଜି ମୁଁ ଆପଣମାନଙ୍କ ସହିତ ବିନା ଚୁଲିରେ ସୁଜି ପୋଡ଼ପିଠାର ରେସିପି ସେୟାର କରିବି। ଦେଖିପାରୁଥିବେ କେତେ ନରମ ବନିଛି, ଆଉ ଉପରୁ ଦେଖନ୍ତୁ ପୁରା ପରଫେକ୍ଟ ପୋଡ଼ିଛି। ଆକୁ ମୁଁ ଗ୍ୟାସ୍ ଚୁଲାରେ ବନେଇଛି। ଆପଣମାନେ ଗୋଟେ ଥର ଟ୍ରାଏ କରନ୍ତୁ, ଦେଖିବେ ଘରେ ସମସ୍ତେ ବହୁତ ପସନ୍ଦ କରିବେ। ନମସ୍କାର, ପ୍ରତିଦିନ ରୋଷେଇକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିନେବେ। ପ୍ରଥମେ ଗୋଟେ କଡ଼େଇ ବସାଇବା। ମୁଁ ଏଠି ଗୋଟେ କପ୍ରେ ସୁଜି ମାପିକି ନେବି, ସେହି ହିସାବରେ ପାଣି ମଧ୍ୟ ନେବି। ଯେତିକି ଆପଣ ସୁଜି ନେବେ ତା'ର 2.5 ଗୁଣା ପାଣି ଦେବେ। 1.5 କପ୍ ସୁଜି ପାଇଁ ମୁଁ ଏଠି 4 କପ୍ ପାଣି ଦେଇ ଦେଉଛି। ପିଠାର ସ୍ୱାଦ ବାଲାନ୍ସ ହେଇ ରହିବା ପାଇଁ ଅଧା ଚାମଚ ସ୍ୱାଦ ହିସାବରେ ଲୁଣ ଦେବା। ତା ସହିତ ଗୋଟେ ଫାଳ ନଡ଼ିଆକୁ ମୁଁ କୋରି ନେଇଥିଲି, ନଡ଼ିଆ କୋରା ଦେଇ ଦେଉଛି। ଆଉ ଗୋଟେ ଫାଳ ନଡ଼ିଆକୁ କାଟିକି ରଖିଥିଲି, ନଡ଼ିଆର କଟା ଦେଉଛି। ନଡ଼ିଆ କଟା ଦେବେ, ଯେତେବେଳେ ପୋଡ଼ପିଠା ଖାଇବେ ପାଟିକୁ ଲାଗିବ, ଟେଷ୍ଟ ଭଲ ଆସିବ। ଅଳ୍ପ କିଛି ଖିସମିସ୍ ଦେଇଦେବା। ଖିସମିସ୍ ଦେଇସାରିଲା ପରେ ଏବେ ଆମେ ଗୁଡ଼ ୟୁଜ୍ କରିବା। ଯେଉଁ କପ୍ରେ ମାପିକି ଆପଣ ସୁଜି ନେବେ ସେଇ କପ୍ରେ ମାପିକି 3/4 କପ୍ ଗୁଡ଼ ଦେବେ। ଯେହେତୁ ମୁଁ ଏଠି 1.5 କପ୍ ସୁଜି ନେବି, ସେଥିପାଇଁ 1 କପ୍ ଗୁଡ଼ ଦେଇ ଦେଉଛି। ଆଉ 1 ଚାମଚ କୁଟା ହେଇଥିବା ମରିଚ ଆଉ ଗୁଜୁରାତିର ଗୁଣ୍ଡ ଦେଇଦେବା। ତା ସହିତ ମୁଁ ଏଠି 1 ଚାମଚ ପାନମଧୁରୀ ଦେଉଛି, ଟେଷ୍ଟ ବହୁତ ଭଲ ଆସିଥାଏ। ଏଠି ମୁଁ 2 ଚାମଚ ଗୁଆ ଘିଅ ଦେଇଥିଲି, ଦେଖାଇବା ପାଇଁ ଭୁଲି ଯାଇଛି। ଆପଣମାନେ ଗୁଆ ଘିଅ ନିଶ୍ଚୟ ଏଠି ୟୁଜ୍ କରିବେ, ଟେଷ୍ଟ ଭଲ ଆସିବ। ତା ସହିତ ଗୋଟେ ଏଠି ତେଜପତ୍ର ଦେଇଦେବା। ତେଜପତ୍ର ଦେଇସାରିଲା ପରେ ଆକୁ ଟିକେ ଭଲସେ ମିଶାଇ ନେବା। ଫ୍ଲେମ୍କୁ ମିଡ଼ିୟମ୍ ରଖିବେ। ମିଡ଼ିୟମ୍ ଫ୍ଲେମ୍ରେ ସବୁ ଜିନିଷକୁ ପ୍ରଥମେ ଭଲସେ ଫୁଟିବା ପାଇଁ ଛାଡ଼ିଦେବେ। ଯେତେବେଳେ ସବୁ ଜିନିଷ ଭଲସେ ଫୁଟିଯିବ ଫ୍ଲେମ୍କୁ ଲୋ ରଖିବେ। ଲୋ ଫ୍ଲେମ୍ରେ ଏଠି ଆପଣ କ'ଣ କରିବେ ନା ସୁଜି ୟୁଜ୍ କରିବେ। ପ୍ରଥମେ ମୁଁ 1 କପ୍ ସୁଜି ଦେଇଦେବି। 1 କପ୍ ସୁଜି ଦେଇସାରିଲା ପରେ ଆଉ ଗୋଟେ ହାତରେ କ'ଣ କରିବେ ନା କଣ୍ଟିନ୍ୟୁଅସ୍ଲି ଟିକେ ଜଷ୍ଟ ମିଶାଇ ନେବି। ତାପରେ ଯାଇକି ଆମେ ଆହୁରି ଅଧା କପ୍ ସୁଜି ଦେବା। ଆପଣ ଯଦି ପାରିବେ ମିଶାଇ ପାରିବେ, ତାହେଲେ ଏକାଥରେ 1.5 କପ୍ ସୁଜି ମଧ୍ୟ ଦେଇପାରିବେ। ମୁଁ 1 କପ୍ ସୁଜି ଦେଇ ମିଶାଇ ସାରିଥିଲି। ଏବେ ଆଉ ଅଧା କପ୍ ସୁଜି ଦେଇ ଦେଉଛି। ଦେଇସାରିଲା ପରେ କଣ୍ଟିନ୍ୟୁଅସ୍ଲି ଗୋଟେ ହାତରେ ମିଶାଇବା। ଆଉ ଜମା ବି ଏଠି ଗେଟା ହେବା ପାଇଁ ଦେବେନି। ଏଠି ଯେଉଁ ଜନ୍ତୁଣି ବନେଇବେ ବେଶୀ ଟାଣକିରି ବନେଇବେନି। ଯଦି କାଠୁଆକିରି ଜନ୍ତୁଣି ଏଠି ବନେଇଦେବେ ତାହେଲେ ପିଠା ଆମର ପୁରା ଫାଟଲା ଟାଇପ୍ର ହେଇଯିବ। ଆଉ ଯଦି ଟିକେ ନରମ ବନେଇବେ, ଅଧିକା ନରମ ବନେଇବେ, ତାହେଲେ ଆପଣଙ୍କ ପିଠା ଅଧିକା ସମୟ ପୋଡ଼ିବା ପାଇଁ ନେବ। ଦେଖିପାରୁଥିବେ ଗୋଟେ ଡୋ ଆକାରରେ ହେଇଗଲାଣି। ଆଉ ଏମିତି ଯେତେବେଳେ ଆପଣ ଚାମଚରେ ବୁଲେଇବେ ନା ଗୋଟେ ଜାଗାରେ ଏମିତି ଏକାଠି ହେଇଯାଉଥିବ, ଆପଣ କ'ଣ କରିବେ ଫ୍ଲେମ୍କୁ ଅଫ୍ କରିଦେବେ। ଆଉ କଭର୍ କରିକି ହିଁ ଛାଡ଼ିବେ। ବାହାରେ ଜମା ଖୋଲା ଛାଡ଼ିବେନି, କଭର୍ କରିକି 5 ମିନିଟ୍ ଛାଡ଼ିଦେବେ। ତା ଭିତରେ ଚାଲନ୍ତୁ ପୋଡ଼ିବା ପାଇଁ ଆମେ ଯେଉଁ ଜାଗା ପ୍ରସ୍ତୁତ କରିନେବା। ମୁଁ ଏଠି ପ୍ରେସର କୁକରରେ ପୋଡ଼ିବି, ସେଥିପାଇଁ ପ୍ରଥମେ ତଳେ ଟିକେ ଘିଅ ଲଗେଇକି ସ୍ପ୍ରେଡ୍ କରି ନେଇଛି। ଆଉ ଏଠି କଦଳୀପତ୍ର ଦେଉଛି। ମୋ ପାଖରେ କଦଳୀପତ୍ର ଥିଲା, ମୁଁ ଏଠି ୟୁଜ୍ କରିଛି। ଆପଣଙ୍କ ପାଖରେ ଯଦି କଦଳୀପତ୍ର ଥିବ ଦେଇପାରିବେ, ନହେଲେ ବଟର ପେପର ତଳେ ଦେଇକି ମଧ୍ୟ ପିଠାକୁ ପୋଡ଼ି ପାରିବେ। କଦଳୀପତ୍ର ଦେଲେ ପିଠାର କଲର୍ ବହୁତ ଭଲ ଆସିଥାଏ। ତା ସହିତ ପିଠାର ଗୋଟେ ବାସ୍ନା ମଧ୍ୟ ଭଲ ଆସିଥାଏ। କଦଳୀପତ୍ର ଦେଇସାରିଲା ପରେ 1 ଚାମଚ ତଳେ ମଧ୍ୟ ଘିଅ ଦେବା। ଦେଇସାରିଲା ପରେ ଆକୁ ଟିକେ ସ୍ପ୍ରେଡ୍ କରିନେବା। ଘିଅ ଦେଇକି ହିଁ ସ୍ପ୍ରେଡ୍ କରିବେ, ତେଲ ଦେବେନି, ଘିଅ ଦେବେ। ଆଉ ପୋଡ଼ ପିଠାର ବାସ୍ନା ମଧ୍ୟ ଭଲ ଆସିବ। ଏବେ ଭଲ ସୁନ୍ଦର ଦେଖାଯିବା ପାଇଁ ମୁଁ ଏଠି ତଳେ କିଛି ନଡ଼ିଆକୁ ଏମିତି ଦେଇ ଦେଉଛି। ନଡ଼ିଆକୁ ଲମ୍ବା ଲମ୍ବା ପିସ୍ରେ କାଟି ନେଇଥିଲି। ଦେଇସାରିଲା ପରେ ଆପଣ ଯଦି ଚାହିଁବେ ତଳେ ମଧ୍ୟ କାଜୁ କିଛି ଖିସମିସ୍ ମଧ୍ୟ ଦେଇପାରିବେ, କିନ୍ତୁ ମୁଁ ଏଠି ତଳେ ଦେଇ ଦେଉଛି କେବଳ ନଡ଼ିଆ ଦେଇସାରିଲା ପରେ ଯେଉଁ ଜନ୍ତୁଣିକି ଆମେ ପ୍ରସ୍ତୁତ କରି ରଖିଥିଲେ ଜନ୍ତୁଣିକି ଦେବେ। ଅଳ୍ପ ଅଳ୍ପ ଦେବେ, ଦେଇକି ପ୍ରେସ୍ କରିକି ଏଠି ଦେବେ। ଯେତେବେଳେ ଜନ୍ତୁଣିକି ଆପଣ ଦେଉଛନ୍ତି ଭିତରେ ଏମିତି ପ୍ରେସ୍ କରିକି ଦେବେ। ଭିତରେ କିଛି ବି ଫାଙ୍କା ଜାଗା ରହିବନି। ଆଉ ପିଠାଟା ପୁରାପୁରି ନରମ ବନିବ, ଆଉ ଉପର ବଢ଼ିଆ ସେ ପୋଡ଼ିବ। ଏଠି ମୁଁ କ'ଣ କରୁଛି ନା ସବୁ ଜନ୍ତୁଣିକି ପ୍ରଥମେ ଦେଇଦେବି। ଦେଇସାରିଲା ପରେ ଏଠି ଭଲସେ ଟିକେ ଉପରେ ଏମିତି କ'ଣ କରିବା ନା ପ୍ରେସ୍ କରି ନେବା। ପ୍ରେସ୍ କରିସାରିଲା ପରେ ଏଠି ଆପଣ କ'ଣ କରିବେ, ଉପରେ ଟିକେ ପାଣି ହେଉ ବା ଗୁଆ ଘିଅ ଦେଇଦେବେ। ଦେଇସାରିଲା ପରେ କ'ଣ କରିବେ ନା ହାତରେ ଟିକେ ଭଲସେ ସମାନ କରିନେବେ, ଯାହାଫଳରେ ଉପର ମଧ୍ୟ ବହୁତ ବଢ଼ିଆ ସାଇନିଂ କରିବ। ତା ସହିତ ଭଲ ଦେଖାଯିବ। ଦେଖିପାରୁଥିବେ ହାତରେ ମୁଁ ଏଠି କ'ଣ କରିଛି ନା ଭଲସେ ଏମିତି ଦେଇକି କ'ଣ କରିବି ପୁରା ସମାନ କରିନେବି। ଜନ୍ତୁଣିଟା ଯେହେତୁ ଗରମ ଥିବ କେୟାରଫୁଲି ହିଁ କରିବେ। ଆଉ ଗୋଟେ କଥା ଧ୍ୟାନ ଦେବେ, ଥଣ୍ଡା ଜନ୍ତୁଣିକି ଜମା ବି ସେଟ୍ କରିବେନି। ଗରମ ଜନ୍ତୁଣି ସେଟ୍ କରିବେ, ତାହେଲେ ପିଠାଟା ପୁରାପୁରି ବଢ଼ିଆ ସେ ବନିକି ରେଡ଼ି ହେବ। ଉପରେ ଟିକେ ସୁନ୍ଦର ଦେଖାଯିବା ପାଇଁ କାଜୁ ଆଉ ନଡ଼ିଆ କିଛି ମୁଁ ଏଠି ଦେଇ ଦେଉଛି। ଦେଇସାରିଲା ପରେ ଏଠି ଆମେ କ'ଣ କରିବା ନା କଭର୍ କରିନେବା। କଭର୍ ମାନେ ମୁଁ ଏଠି କଦଳୀପତ୍ର 2ଟା ଉପରେ ମଧ୍ୟ ଦେଇଦେବା। ଯାହାଫଳରେ ଆମେ ପିଠା ପୋଡ଼ିବା ନା, ତା ଯେଉଁ ବାମ୍ଫ ପଡ଼ିବ, ବାମ୍ଫର ଯେଉଁ ପାଣି ପଡ଼ିଥାଏ ପିଠା ଉପରେ ଜମା ବି ପୋଡ଼ିବନି। ତାପରେ ପିଠାର କଲର୍ ମଧ୍ୟ ଚେଞ୍ଜ ହେବନି। କଦଳୀପତ୍ର ଦେଇସାରିଲା ପରେ ଏଠି ଆମେ କ'ଣ କରିବା ନା କଭର୍ କରିନେବା। ପ୍ରେସର କୁକର ଯେଉଁ କଭର୍ ଅଛି ନା କେବଳ ହୁଇସିଲ୍କୁ କାଢ଼ିବେ, ଗ୍ୟାସ୍କେଟ୍କୁ କାଢ଼ିବେନି। କେବଳ ହୁଇସିଲ୍କୁ କାଢ଼ିକିରି ଏଠି କ'ଣ କରିବେ ନା କଭର୍ କରିନେବେ। କଭର୍
कवर करिकी फ्लेम को लो रखिकी पाखापाखि 40 ରୁ 45 मिनिट पोड़ापी छाड़देवे। 40 ରୁ 45 मिनिट ही मत लगी आप जब अधिका क्वांटिटी बनाऊे ताहले आपन को 1 घंटा 10 मिनिट या 15 मिनिट ही समय लगे। 40 ରୁ 45 मिनिट हो गला मुझे कवर को काढ़ी नहीं आउ देखूँ केते बढ़िया से पोड़ी। एबे जदि आप पिठा को चेक करेंगे ताहले आपन को टिके कादुआ टाइप लगे टिके ठंडा करने कर सारा पर आप चेक करेंगे। एबे कौन करवा आउ गोटे पट पिठा को मध्य भल से पोड़ा से गोटे तावा बसई गोटे लुहार गोटे तावा नहीं एमती कदली पत्र रखीदेवी आउ ऊपर कलर भल आसापी से कौन कर गोटे चामच घी दे दूँगी। घी दे सारापर टिके भल से स्प्रेड करना घी को तापर कौन करना प्रेसर कुकर को आराम से कौन करें ओल्टे ने जो ओल्टेबे ना देखिए तलपट बहुत भल से पोड़ी जाए। आउ फ्लेम को लो रखिए जमा भी हाई करेंगे आपको ओल्टे देखी दूसरी देखिपे प्रेसर कुकर तलपटा देखो केते सुंदर से पोड़ी कलर केते भल आसी। एबे आमे कौन करना से प्रेसर कुकर को घोरे नवा घोरे 10 मिनिट यहीपरी लो फ्लेम रे छाड़ीदबा। 10 मिनिट पर देखिए बढ़िया से पूरा पोड़ी जीव। एबे मु कौन करी ना ठंडा बाहर छाड़देवी। ठंडा हो गला आपन सहित सेयार करुँच। जिते आप पिठा ठंडा हो पूरा पूरी तापर जाई काटिबे ना छुरी रे पूरा लगे देखु ठंडा हो गला देखु दी पट जाक बहुत भल से पोड़ी। आपड़ ये पिठा को गोटे थर बनइबे ना घरे समस्ते एते पसंद करेंगे आपणकर इच्छा हम बिना रजरे मध्य पिठा बनवाई आ मात्र गोटे घंटा ही लगे आपन को समय बेसी समय ही लगनी। आपन गोटे थर ट्राए करंतु मो सहित कमेंट सेक्शन रे शेयर करंतु। वीडियो जदि पसंद आसथिबो लाइक करिवे। धन्यवाद।